ଅଛି ମୋର ସେଇ ଭିକ ମଗା କଥାଟା ଏଇଠି ଅଛି ଆଜି ମୋତେ ଟିକେ ଖାଇବାକୁ ଦିଅ, ଭୋକ ଲାଗୁଛି। ଜଣେ ମା ବାପାକୁ ସାହାଯ୍ୟ କରିବାକୁ ସମସ୍ତେ ଆପଣମାନେ ପଛଘୁଞ୍ଚା ଦେଉଛନ୍ତି। କିନ୍ତୁ ହ୍ୟାଲୋ ହାଇ ଫ୍ରେଣ୍ଡସ୍, ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ଜଗନ୍ନାଥ। ଆଉ ଗୋଟେ ୱେଲକମ୍ କରୁଛି ନୂଆ ବ୍ଲଗ୍ରେ। ଆଉ ମୁଁ କହିବାକୁ କିଛି ଚାହୁଁଛି ଯେ ଆପଣମାନେ ଏମିତି କାମ କରନ୍ତୁନି ପ୍ଲିଜ୍, ବହୁତ କଷ୍ଟ ହେଉଛି। ମାନେ ମା ବାପାଙ୍କ ଭିଡ଼ିଓ ପକେଇଥିଲି ଆଉ କହିଥିଲି ସତରେ ମୋ ମା ବାପା ବହୁତ ହଇରାଣ ହେଉଛନ୍ତି। ମୁଁ ତାଙ୍କର ସତରେ ମୁଁ ଭାବୁଛି ଗୋଟେ ଅଯୋଗ୍ୟ ଝିଅ, ମୁଁ ବହୁତ ଅଯୋଗ୍ୟ ଝିଅ। ତାଙ୍କ ପାଇଁ ମୁଁ କିଛି କରିପାରୁନି, ସେଥିରେ ବି ବହୁତ କଷ୍ଟ। ଜାଣିଛନ୍ତି ମୋ ରୂପ କେମିତି? ମୋତେ 28 ବର୍ଷ, କିନ୍ତୁ ଦେଖନ୍ତୁ ମୋ ମା ବାପା ଚିନ୍ତା ପାଇଁ ମୋ ଦେହର ସବୁ ରକ୍ତ ଶୁଖିଗଲାଣି। ଜାଣିଥିବେ ମା ବାପାର କେହି ନଥିଲେ ଆଉ ବହୁତ କଷ୍ଟ ଲାଗେ। ଆଉ ଖାସ୍ କରିକି ମା ଆଉ ବାପା କାନ୍ଦିଲେ କେବେ ଛୁଆମାନେ କ'ଣ ଖୁସିରେ ରହିପାରିବେ? ସମ୍ଭବ ନୁହେଁ ସାଙ୍ଗମାନେ, ସମ୍ଭବ ନୁହେଁ କେବେ। ମା ବାପା ଆଜି ଅଛନ୍ତି, ଆମେ ବି ମା ବାପା ହେଇଛେ, ଦିନ ଆମର ବି ଆସିବ। ସେମାନେ ଯଦି ଲୁହ ଝରେଇବେ ସେଇ ଲୁହ ଆମରି ଉପରେ ପଡ଼ିବ। ଆମରି ଉପରେ ପଡ଼ିଲା ମାନେ ମୁଁ ଭାବିପାରୁନି ଆମର କ'ଣ ପାଇଁ ଭିଡ଼ିଓ ଭାଇରାଲ୍ ହେଉନି? କାହିଁକି? ଆମେ କି ଦୋଷ କରିଛେ? ଆମର ପାୱାର ନାହିଁ ନା? ଆମେ ଇମୋସନାଲ୍ ଭିଡ଼ିଓ ବନାଉଛେ, ମାନେ ଆମେ ମା ବାପା ପ୍ରତି ଦୟା ଦେଖାଉଛେ। ଆଉ ଯେଉଁ ମିଲିୟନର ଭ୍ୟୁଜ୍ ଆସୁଛି, ଯେ କ'ଣ କହିଲେ ନ କହିବା ଭଲ। ସେ କ'ଣ କହିବି, ମୁଁ କହିପାରୁନି। ମୁଁ ହିନ୍ଦୁ ନାରୀ ମୁଁ। ଯେଉଁମାନେ ନଖାଇକି ନାଚିବେ ସେଇ ତାଙ୍କରି ଭିଡ଼ିଓ ଭାଇରାଲ୍ ହେଉଛି। ମାନେ ଏଭଳିଆ ଲୋକର ବଞ୍ଚିବାର ତାହେଲେ କିଛି ଅଧିକାର ନାହିଁ ନା? ଜଣେ ମା ବାପାକୁ ସାହାଯ୍ୟ କରିବାକୁ ସମସ୍ତେ ଆପଣମାନେ ପଛଘୁଞ୍ଚା ଦେଉଛନ୍ତି, କିନ୍ତୁ ଜଣେ ନାଚୁଥିବ, ଡେଉଁଥିବ, ତାଙ୍କୁ ଏଡ଼ିଟ୍ କରାହେଇଥିବ, ଇମୋସନାଲ୍ ଗୀତ ଥିବ କି ମାନେ ଫିଲିଂ ଥିବ, ସେଥିରେ ସେ ଗୀତ ମାଧ୍ୟମରେ ଆପଣମାନେ ଗୀତ ଶୁଣିକି ହିଁ ବୋଧେ ଲାଇକ୍ ଦେଇ ଦେଉଛନ୍ତି, ସବସ୍କ୍ରାଇବ୍ କରିଦେଉଛନ୍ତି। କିନ୍ତୁ ଜଣେ ଭୁକି ମରୁଛି, ଗୋଟେ ମା ବାପାକୁ ସାହାଯ୍ୟ କରିବେ ଏ ଭଉଣୀ ବୋଲି, ଆପଣଙ୍କର ଦରଦ ନାହିଁ ନା? ଦରଦ ବିଲକୁଲ ନାହିଁ। ସତରେ ଆପଣ କେମିତି ମଣିଷ ପ୍ରଭୁ? କେମିତି ଗଢ଼ିଛନ୍ତି ମଣିଷ? ଭଗବାନ ମୋତେ ନେଇଯାଆନ୍ତୁ। କାହିଁକି ମୋତେ ମୋ ମା ବାପାର ଦୁଃଖ ଏତେ ଦେଖାଉଛନ୍ତି? ମୋ ଭାଇ ଥାଆନ୍ତା, ମୁଁ ଚାଲି ଯାଇଥାନ୍ତି ଯଦି ଭଲ ହେଇଥାନ୍ତା। କାରଣ ମୋତେ କାହିଁକି ଏତେ କଷ୍ଟ ଦେଉଛନ୍ତି? ମୁଁ ଭାବିପାରୁନି। ମୋ ମା ବାପା ଏତେ କଷ୍ଟ ପାଉଛନ୍ତି, ମୁଁ ସହିପାରୁନି କଷ୍ଟ ତାଙ୍କର ଦେଖିକି। ମୁଁ ଏତେ ଅଯୋଗ୍ୟ ଯେ ମୁଁ କିଛି କରିପାରୁନି। ମୁଁ ଭାବୁଛି ମୋ ମା ବାପାଙ୍କର ଭିଡ଼ିଓ ଟିକେ ହେଲେ ଯଦି ଭାଇରାଲ୍ ହେବ କି କ'ଣ, ତାଙ୍କ ଦୁଃଖ ଟିକେ ବୁଝିପାରିବି। କିନ୍ତୁ ଆପଣମାନେ କେବେ ବି ମୋତେ ସପୋର୍ଟ କରୁନାହାନ୍ତି। କ'ଣ ଭାବିକି କରୁନାହାନ୍ତି କେଜାଣି? ମୁଁ ଏଡ଼ିଟ୍ କରି ଜାଣିନି, ମୁଁ ମୂର୍ଖ ଝିଅ। ଜାଣିଛନ୍ତି ଆମ ଘର ମୟୂରଭଞ୍ଜର ଲୋକ କେମିତି ଜାଣିଥିବେ। ପ୍ରକୃତରେ ଯଦି ଆପଣ ସତରେ ଆପଣ ଦୟାବାନ କିଏ ହେଇଥିବେ, ତାହେଲେ ମୋ ଭିଡ଼ିଓକୁ ଟିକେ ମୋତେ ସାହାଯ୍ୟ କରନ୍ତୁ। ମୁଁ ପଇସା ଟଙ୍କାଟେ ମାଗୁନି, କାହାକୁ ବି ମାଗୁନି। ଯଦି ହଁ ମୁଁ ମା ବାପା ପାଇଁ କିଛି ଆଉ ଦିନେ ଭିଡ଼ିଓ ମାଧ୍ୟମରେ ରୋଜଗାର କରିପାରିବି କି କ'ଣ କରିପାରିବି, ତାହେଲେ ମୋ ମା ବାପା ପାଇଁ କଥା ଦେଉଛି, ଯଦି ବେଶୀ ରୋଜଗାର କରିବି, ଏ ଜୀବନ କ'ଣ ହେବ? ଜୀବନ ଆଜି ଅଛି, କାଲି ନାହିଁ। ଏ ଜୀବନକୁ ନେଇକି ମୁଁ ଗର୍ବ କରିବି। ଏ ଜୀବନ ଯିଏ ଦେଇଛନ୍ତି ସିଏ ହିଁ ନେବେ। ଏ ଜୀବନ କାହାର ରହିବନି। ଏ ଜୀବନକୁ ମୋର ଗର୍ବ ନାହିଁ, ଲୋଭ ନାହିଁ। କିନ୍ତୁ ଯେଉଁ ମା ବାପା କାନ୍ଦୁଛନ୍ତି ପଟେ ରୁଟି ପାଇବା ପାଇଁ କି ଟିକେ ଖାଇବା ପାଇଁ, ତାଙ୍କରି ପାଇଁ ମୁଁ ଭିଡ଼ିଓ ବନାଉଛି, ତାଙ୍କରି ପାଇଁ। ମାନେ ଜୀବନରେ ଏମିତି ଦୁଃଖ ନ ଦିଅନ୍ତୁ। ଜାଣିଥିବେ ରିସେଣ୍ଟଲି ମୟୂରଭଞ୍ଜରେ ଯେଉଁ ଭଳିଆ ଝଡ଼ ହେଇଛି, ଘୂର୍ଣ୍ଣି ବାତ୍ୟା ହେଇଛି, ସେଇଥିରେ ଘର ବି ଅଧା ଉଡ଼ି ଯାଇଛି। ମାଟିର ଘର, କାନ୍ଥ ଭାଙ୍ଗି ଯାଇଛି, ପାଣି ଗଡ଼ୁଛି। ତାହେଲେ କୁହନ୍ତୁ କେଉଁଠୁ ସେମାନେ ପଇସା ଆଣିବେ? ଲାଇନ୍ ନାହିଁ, କେଉଁଠୁ ପଇସା ଆଣିବେ ସେମାନେ ଚଳିବେ କୁହନ୍ତୁ? ମୁଁ ବାହାରେ ରହୁଛି ସତ, କିନ୍ତୁ ମୋ ମନ ଯାଇକି ସେଠି। ଜାଣିଛନ୍ତି କେତେ କଷ୍ଟରେ ମୋ ମା ବାପା ଭିକ ମାଗି ମୋତେ ବଡ଼ କରିଛନ୍ତି। ବୁଢ଼ାବୁଢ଼ୀ କିଛି ରଖିନାହାନ୍ତି। ମୋ ଭାଇକୁ ମୋତେ କେତେ କଷ୍ଟରେ ବଡ଼ କରିଛନ୍ତି। ମନେ ପଡ଼ିଯାଉଛି ସେଦିନ ଯେତେବେଳେ ଭାତ ନଥାଏ, ମୁଁ ଗୋଟେ ତାଟିଆ ଧରିକି ଗାଁକୁ ମାଗିବାକୁ ଯାଏ, ବଡ଼ ମା ମୋତେ ଟିକେ ଖାଇବାକୁ ଦିଅ, ଭୋକ ଲାଗୁଛି। ଯେତେବେଳେ ପାରେ ସେତେବେଳେ ପର ଘର ଦୁଆରେ ଯାଇ ଠିଆ ହେଇଛି।
ସେ କଥା ମୋ ମା' ବି ମନେ ପକେଇଲେ ବହୁତ କାନ୍ଦେ। ମୁଁ ବି ମନେ କାହିଁକି ଏ ଜୀବନ ଏତେ କଷ୍ଟ। ଯୋଉଠି ମୁଁ ଭାବେ ବେଳେ ବେଳେ ସାଙ୍ଗମାନେ ସତରେ ମୁଁ କ'ଣ ମୁଁ ଏତେ ଯୋଗ୍ୟ, ମୁଁ କିଛି କରିପାରିବିନି। ମାନେ ମୁଁ ନିଜ ଗୋଡ଼ରେ କେବେ ଠିଆ ହେଇପାରିବିନି। ମୁଁ ଏତେ ଦୁର୍ବଳ। ମୋ ମା ବାପାଙ୍କୁ କେବେ ବି ସାହାଯ୍ୟ କରିପାରିବିନି। କୁହନ୍ତୁ ଆପଣ। ଆଉ ଗୋଟେ କଥା ଆପଣମାନେ ନ ସାହାଯ୍ୟ କରନ୍ତୁ ଆପଣମାନେ। ମୁଁ ବୁଲି ବୁଲି ଭିଡ଼ିଓ ବନେଇବି, ବ୍ଲଗ୍ ବନେଇବି। ଦେଖୁଛି ମୋ ଭାଗ୍ୟ ମୋତେ କେତେ ଦିନ ପରୀକ୍ଷା କରିବ। ଦେଖୁଛି ମୁଁ କେତେ ଦିନ ସିଏ ପରୀକ୍ଷା କରିବ। ସିଏ ଯେତେ ଦିନ ଯାଏ ସିଏ ଜିତି ନଥିବ ମୁଁ ଚେଷ୍ଟା କରିବି। ହୁଏତ ସିଏ ଜିତୁ, ନହେଲେ ମୁଁ ଜିତିବି। ବୁଲି ବୁଲି ପାଗେଳି ଭଳିଆ ଭିଡ଼ିଓ ବନେଇବି। ଦେଖିଆ କେଉଁ ଲୋକ ମୋତେ ସପୋର୍ଟ କରିବିନି। ମୁଁ ସେତିକିଟା କହୁଛି। ମୁଁ ବି ଷ୍ଟ୍ରଙ୍ଗ ହେବାକୁ ଚାହୁଁଛି ନୁହଁ, ମୁଁ ବି ବନିବି। ମୁଁ ବି ହେବି ଷ୍ଟ୍ରଙ୍ଗ। ମୋ ମା ବାପାର ଗୋଟେ, 10ଟା ନୁହଁ 15ଟା ନୁହଁ, ମୁଁ ଗୋଟେ, କି 9ଟା ନୁହଁ 6ଟା ନୁହଁ, ଜମାରୁ ଗୋଟେ। ମୋ ଭାଇ ସିନା ଚାଲିଗଲା, ଯାଉ, ସିଏ ମୋ ମୁଣ୍ଡରେ ଅଠା ବଳି ଦେଇକି ଗଲା, ଦାୟିତ୍ୱ ଦେଇକି, ବୋଝ ଦେଇକି ଗଲା। ବୋଝ ନୁହଁ, ମୋ ମା ବାପା ମୋ ପାଇଁ ଦେବତା। ଆଉ ସେଇ ମା ବାପାକୁ ପାଳି ମୁଁ ପାରୁନି। ଦେଖିଆ ମୋତେ କିଏ ସପୋର୍ଟ କରିବନି। ଦେଖୁଛି, ଆପଣମାନେ ବି ଦେଖୁଥାନ୍ତୁ। ମୋ ମା ବାପାକୁ ମୁଁ ଚାହୁଁଛି ଏତିକିଟା। ମୁଁ ଗର୍ବ କହୁନି। ଏ ମୋବାଇଲ୍ ସମସ୍ତଙ୍କ ହାତରେ ଅଛି। ବାସ୍ ଫରକ ଏତିକି, ଲାଜ ଲାଗୁଛି ସମସ୍ତଙ୍କୁ। ନା, ଲାଜ ଲାଗୁଛି। ଲାଜ ସେତେବେଳେ ଲାଗିନଥିଲା ଯେତେବେଳେ ମୁଁ ଛୁଆବେଳେ କାହା ଘରେ ଯାଇକି ଦୁଆର ମାଗୁଥିଲି, ବଡ଼ ମା ମୋତେ ଟିକେ ଖାଇବାକୁ ଦିଅ, ତାଟିଆ ଧରିକି ଯାଇ। ମୋର ସେଇ କଥାଟା ଏଇଠି ଅଛି। ମୋର ସେଇ ଭିକ ମଗା କଥାଟା ମୋର ଏଇଠି ଅଛି। ଆଜି ବି ଅଛି ଏଇଠି। ମାନେ ଏତେ ଗରିବ। କ'ଣ ମୋ ଜୀବନ ମୁଁ କିଛି କରିପାରିବିନି? ଓଳିଏ ଖାଇଲେ ଓଳିଏ ମିଳେନି। ଏତେ ଦୁଃଖ ମାନେ ଆମରି ଘରେ ଲେଖା ହେଇଛି। ଠିକ୍ ଅଛି, ମୁଁ ସେତିକି ଆପଣମାନଙ୍କୁ ବିରକ୍ତ କରେଇବିନି। ଜୀବନର ବହୁତ ଦୁଃଖ ସହିଲେଣି, ଆଉ ମୁଁ ସହିପାରିବିନି। ମୋତେ ପାଦ କାଢ଼ିବାକୁ ପଡ଼ିବ। ମୁଁ ପାଗଳି ଭଳିଆ ବ୍ଲଗ୍ ବନେଇବି ପଦାରେ। ମୋତେ ଦେଖିକି ହସନ୍ତୁ। ଛୋଟବେଳେ ତ ହସିଥିଲେ ବି, କେତେ ଲୋକ କଥା କହିଥିଲେ ବି। ଭୋକ ଚଣ୍ଡାଳରୁ ମୁଁ କାହା ଘରେ ଯାଇକି ହାତ ପତି ଖାଇଛି, ଦେଇଛନ୍ତି ମାଗି। ଆଜି ମୋ ମା ବାପା ଅସୁବିଧା ଅଛନ୍ତି। ମୁଁ ଲାଜ କରିକି କ'ଣ କରିବି? ଲାଜ କଲେ ମୋତେ କିଏ ଦେବ? ରହୁଛି ଫ୍ରେଣ୍ଡସ୍, ବହୁତ ଲମ୍ବା ହେଇଗଲା। ଆପଣମାନେ ବି ବିରକ୍ତ ହେବେ, କହିବି ଆକ୍ଟିଂ କରୁଛି। ମୁଁ ଯିବାକୁ ବାହାରିଛି ଗାଁକୁ। ଆମ ଗାଁ ଦେଖେଇବି, ମୋ ମା ବାପାକୁ ଦେଖେଇବି। ଜିଉଛନ୍ତି ମରୁଛନ୍ତି ମୋ ମା ବାପା, କେମିତି ଘରେ ରହୁଛନ୍ତି ମୋ ମା ବାପା। ଏ ଆଖିର ଲୁହ ମିଛ କେବେ ରୁହନ୍ତି। ଆଉ ଗୋଟେ ବ୍ଲଗ୍ରେ ଜଣେଇବି ମୋ ମା ବାପାର କ'ଣ। ଆଶା କରୁଛି ମୋ ଭିଡ଼ିଓଟି ଆପଣମାନଙ୍କୁ ମନକୁ ଯାଇଥିବ। ଯଦି ଆପଣମାନେ ଟିକେ ସାହାଯ୍ୟ କରିବେ, ମୁଁ କିଛି କରିବି, ବାଧ୍ୟ କରିବିନି। ମୋ ଜୀବନରେ ବାଧ୍ୟ କରିବିନି ମୁଁ କାହାକୁ। ବାଏ ବାଏ।